Hello everyone, this is Samir Suna and you are watching my YouTube channel. Now we will discuss about the one of the most important topic, political democracy and economic democracy. ଆମେ ରାଜନୈତିକ ଗଣତନ୍ତ୍ର ଓ ଅର୍ଥନୈତିକ ଗଣତନ୍ତ୍ର ବିଷୟରେ ଆଜି ଆଲୋଚନା କରିବା. Before we discuss about in this topic, please everyone subscribe to my channel, like, comment and share in this video. ବର୍ତ୍ତମାନ ଆଜି ଆମେ ରାଜନୈତିକ ଗଣତନ୍ତ୍ର ଓ ଅର୍ଥନୈତିକ ଗଣତନ୍ତ୍ର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା ଟପିକଟି କ'ଣ What is the relationship କୋଲାବୋରେସନ କ'ଣ between ଅଛି the political ପଲିଟିକାଲ democracy ଡେମୋକ୍ରେସି and the ଏଣ୍ଡ economic ଇକୋନୋମିକ democracy ଡେମୋକ୍ରେସି ବିଷୟରେ ମଧ୍ୟରେ ଆଜି ଆମେ ସେ ବିଷୟରେ ଆଲୋଚନା ଆଜି ଆମେ କରିବା political ଦେଖିବା। democracy ଏବଂ economic democracy ବିଷୟରେ। ରାଜନୈତିକ ଗଣତନ୍ତ୍ର ଏକ ମୁକ୍ତ ସମାଜ ଓ ଆଦର୍ଶ ରାଷ୍ଟ୍ରର ପରିକଳ୍ପନା କରେ ଯେଉଁଥିରେ ବ୍ୟକ୍ତିର ସ୍ୱାଧୀନତା ଅଧିକାର ବ୍ୟକ୍ତି ମଧ୍ୟରେ ମୌଳିକ ସମାନତା ଆଇନର ଶାସନ ନ୍ୟାୟ ଓ ଭ୍ରାତୃତ୍ୱର ଭାବ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ଯଦି ଆମେ ଦେଖିବା ରାଜନୈତିକ ଗଣତନ୍ତ୍ର ଏକ ମୁକ୍ତ ସମାଜ ଗଠନ କରିବା ପାଇଁ ଇଚ୍ଛା କରେ, ଆଦର୍ଶ ରାଷ୍ଟ୍ର ପରିକଳ୍ପନା କରେ ଯେଉଁଥିରେ ବ୍ୟକ୍ତିର ନିହାତି ଭାବରେ ସ୍ୱାଧୀନତା ଓ ଅଧିକାର ବ୍ୟକ୍ତି ମଧ୍ୟରେ ମୌଳିକ ସମାନତା ଓ ଆଇନର ଶାସନ ନ୍ୟାୟ ଓ ଭ୍ରାତୃତ୍ୱ ଉପରେ ନିହାତି ଭାବରେ ଗୁରୁତ୍ୱ ପ୍ରଦାନ କରିଥାଏ ରାଜନୈତିକ ଗଣତନ୍ତ୍ର। ନିୟମିତ ବ୍ୟବଧାନ ଅନୁଷ୍ଠିତ ଅବାଧ ଓ ନିରପେକ୍ଷ ନିର୍ବାଚନରେ ପ୍ରତିଫଳିତ ଜନମତ ଉପରେ ସରକାର ତିଷ୍ଠି ରହେ ଅଥବା ଶାନ୍ତିପୂର୍ଣ୍ଣ ଓ ସାମ୍ବିଧାନିକ ଉପାୟରେ କ୍ଷମତା ହସ୍ତାନ୍ତର ହୁଏ। ନିହାତି ଭାବରେ ଦେଖିବା ଗଣତନ୍ତ୍ର ଶାସନରେ ନିୟମିତ ଭାବରେ ବ୍ୟବଧାନ ଅନୁସାରେ ବା ଅବଧି ବା ନିହାତି ଭାବରେ ତା ଟେନ୍ୟୁର ହିସାବରେ ନିରପେକ୍ଷ ଭାବରେ ନିର୍ବାଚନ ପ୍ରୋସେସ ହୋଇଥାଏ, ଯାହା ଲୋକମାନେ ମତଦାନ ଦିଅନ୍ତି ସେହି ଉପରେ ସରକାର କ'ଣ ତିଷ୍ଠି ରହେ ଓ ଶାନ୍ତିପୂର୍ଣ୍ଣ ସାମ୍ବିଧାନିକ ଉପାୟରେ କ୍ଷମତା ମଧ୍ୟ ହସ୍ତାନ୍ତର ହୋଇଥାଏ। ବିରୋଧୀ ମତକୁ ଦମନ କରାନଯାଇ ସହ୍ୟ ଓ ସମ୍ମାନ କରାଯାଏ। ଯଦି ଦେଖିବା ଗଣତନ୍ତ୍ରରେ ଏମିତି ଏକ ସରକାର ଯାହା ବିରୋଧୀର ମତକୁ ମଧ୍ୟ ଦମନ ନ କରାଯାଏ, ତା ଆବାଜକୁ ମଧ୍ୟ ଦବେଇ ନ ଦିଆଯାଏ, ନିହାତି ଭାବରେ ତାହା ମଧ୍ୟ ସହ୍ୟ ଓ ସମ୍ମାନ ମଧ୍ୟ ଦେଖିବାକୁ ମିଳିଥାଏ ବା କରାଯାଏ ଗଣତନ୍ତ୍ରରେ। ଅନ୍ୟ ପକ୍ଷରେ ଅର୍ଥନୈତିକ ଗଣତନ୍ତ୍ର ଏକ ସମାଜବାଦୀ ରାଷ୍ଟ୍ରର ଉପନିବେଶ କରେ ଯେଉଁଥିରେ ଉତ୍ପାଦନ ଓ ବଣ୍ଟନ ପ୍ରମୁଖ ସମାଧାନ ଗୁଡ଼ିକର ରାଷ୍ଟ୍ର ହାତରେ ନ୍ୟସ୍ତ ଥାଏ କହିପାରିବା ଆମେ। ଯଦି କହିବା କ'ଣ ଅର୍ଥନୈତିକ ଗଣତନ୍ତ୍ର, ଆମେ ଏହାକୁ ନିହାତି ଭାବରେ ବୁଝିବା ଦରକାର। ଅର୍ଥନୈତିକ ଗଣତନ୍ତ୍ର କ'ଣ ଏକ ସମାଜବାଦୀ ରାଷ୍ଟ୍ର ନିହାତି ଭାବରେ ନିରୂପଣ କରିବା ପାଇଁ ଚେଷ୍ଟା କରେ ଯେଉଁଥିରେ ଉତ୍ପାଦନ ଓ ବଣ୍ଟନର ପ୍ରମୁଖ ସାଧନା ଗୁଡ଼ିକ ରାଷ୍ଟ୍ରର ହାତରେ ନିହାତି ଭାବରେ ନ୍ୟସ୍ତ ଥାଏ। କ'ଣ କାହା ହାତରେ? ନା ରାଷ୍ଟ୍ରର ହାତରେ ସମସ୍ତ ପ୍ରକାର କ୍ଷମତା ଥାଏ। ସେହି ତତ୍ତ୍ୱକୁ ଅର୍ଥନୈତିକ ଗଣତନ୍ତ୍ର ମଧ୍ୟ କୁହାଯାଏ। ଯୋଜନାବଦ୍ଧ ଭାବେ ରାଷ୍ଟ୍ର ସମାଜରୁ ଦାରିଦ୍ର୍ୟ ଶୋଷଣ ବେକାରୀ ନିରାହାର ଦୂରୀ କରିବା ସହ ଧନୀ ଦାରିଦ୍ର୍ୟଙ୍କ ମଧ୍ୟରେ ତାରତମ୍ୟ ହ୍ରାସ କରିବା ଚେଷ୍ଟା କରେ। ନିହାତି ଭାବରେ ଯଦି ଦେଖିବା ଆମେ ଅର୍ଥନୈତିକ ଗଣତନ୍ତ୍ର ସେ କାହା ଉପରେ ପର୍ଯ୍ୟବେସିତ? ନା ଲୋକ ଯୋଜନାବଦ୍ଧ ଭାବରେ ସମାଜରୁ ଦାରିଦ୍ର୍ୟ ଦୂରୀକରଣ କରିବା, ଲୋକମାନଙ୍କର ଶୋଷଣରୁ ରକ୍ଷା କରିବା, ବେକାରୀ ଓ ଅନାହାର ଆଦି ଦୂର କରିବା ସହ ଧନୀ ଦାରିଦ୍ର୍ୟଙ୍କ ମଧ୍ୟରେ ତାରତମ୍ୟ ହ୍ରାସ କରିବାକୁ ଚେଷ୍ଟା କରେ। ନିହାତି ଭାବରେ ଧନୀ ଏବଂ ଗରିବ ଲୋକମାନଙ୍କର ମଧ୍ୟରେ ଅର୍ଥନୈତିକ କ'ଣ ତାରତମ୍ୟକୁ ହ୍ରାସ କରିଥାଏ। ନିହାତି ଭାବରେ ଆଜି ଯଦି ଜଣେ ଗରିବ ଅଛି, କାଲି ସେ ନିହାତି ଭାବରେ ଧନୀ ହେବ। ସମସ୍ତେ ଆମେ ଆସିଛୁ ଚେଷ୍ଟା କରିଛୁ ସମସ୍ତେ କ'ଣ ଉପରକୁ ଉଠିବା ପାଇଁ, ସେହି ତତ୍ତ୍ୱକୁ ଆମେ କହିପାରିବା କ'ଣ ଅର୍ଥନୈତିକ ଗଣତନ୍ତ୍ର ବୋଲି। ଅର୍ଥନୈତିକ ସମାନତା ଓ ନ୍ୟାୟ ପ୍ରାଧାନ୍ୟ ଲାଭ କରେ। ଅର୍ଥନୈତିକ କ'ଣ ସମାନତା ଓ ନ୍ୟାୟ ନିହାତି ଭାବରେ ତାର ମୁଖ୍ୟ ତତ୍ତ୍ୱ ବା ଥିଓରି ରହିଥାଏ ତାକୁ ସମାଧାନ କରିବା ପାଇଁ। ପ୍ରତ୍ୟେକ ବ୍ୟକ୍ତି ଜୀବିକା ଅର୍ଜନ ଉପଯୁକ୍ତ ପରିଶ୍ରମ ଅବସର ବିନୋଦନ ସୁଯୋଗ ଲାଭ କରି ନିହାତି ଭାବରେ କହିପାରିବା ରାଜନୈତିକ ବା ଅର୍ଥନୈତିକ ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତି ଜୀବିକା ଅର୍ଜନ କରିପାରିବେ, ଉପଯୁକ୍ତ ପରିଶ୍ରମ ନେଇପାରିବେ, ପାରିଶ୍ରମିକ ପାଇପାରିବେ, ଅବସର ବିନୋଦନର ସୁଯୋଗ ମଧ୍ୟ ଲାଭ କରିପାରିବେ, ଯାହାକୁ ଆମେ ଏଇ ସବୁ କ୍ୟାଟାଗୋରୀ କେଉଁଥିରେ ଆସୁଛନ୍ତି? ନା ରାଜନୈତିକ ଗଣତନ୍ତ୍ରରେ ଆମେ କହିପାରିବା ରାଜନୈତିକ ଗଣତନ୍ତ୍ର ନିହାତି ଭାବରେ ଦରକାର। ଶିଳ୍ପ ପରିଚାଳନା ଶ୍ରମିକମାନେ ନିଷ୍ପତ୍ତି ଓ ଭାଗିଦାର ହୁଅନ୍ତି। ଅର୍ଥନୈତିକ ଗଣତନ୍ତ୍ର ଯଦି ଆମେ ଦେଖିବା ଅର୍ଥନୈତିକ ଗଣତନ୍ତ୍ର ବିନା ଗଣତନ୍ତ୍ର ଫାମ୍ପା ନିରର୍ଥକ। ଯଦି କହିବା ଯଦି ଆମେ ଦେଖିବା ଅର୍ଥନୈତିକ ଗଣତନ୍ତ୍ର ବିନା
ରାଜନୈତିକ ଗଣତନ୍ତ୍ର ଏକ ଫମ୍ପା ମାଠିଆ ଭଳିଆ ବା ନିରର୍ଥକ କହିପାରିବା ଆମେ। କୌଣସି ପ୍ରକାର ତାର ଅସ୍ତିତ୍ୱ ନାହିଁ। ଯଦି ରାଜନୈତିକ ଗଣତନ୍ତ୍ର ଅଛି ତାହେଲେ ନିହାତି ଭାବେ ଅର୍ଥନୈତିକ ଗଣତନ୍ତ୍ର ରହିବ ଏବଂ ଅର୍ଥନୈତିକ ଗଣତନ୍ତ୍ର ବିନା ରାଜନୈତିକ ଗଣତନ୍ତ୍ର କୌଣସି ପ୍ରକାରର ଉଦ୍ଦେଶ୍ୟ ବା ନିରର୍ଥକ ବୋଲି ଆମେ କହିପାରିବା। ଉଭୟଙ୍କର ମିଳନରେ ହିଁ ଏକ ଆଦର୍ଶ ଓ ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠା ସମ୍ଭବ ହୋଇଥାଏ, ଯାହାକୁ ଗଣତାନ୍ତ୍ରିକ ସମାଜବାଦୀ ବି କୁହାଯାଇପାରିବ। ନିହାତି ଭାବରେ ଯଦି ଦେଖିବା ଅର୍ଥନୈତିକ ଏବଂ ରାଜନୈତିକ ଉଭୟଙ୍କର ମିଳନରେ ଗୋଟେ ଆଦର୍ଶ ଏବଂ ବାସ୍ତବବାଦୀ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥାଏ, ଯାହାକୁ ଗଣତାନ୍ତ୍ରିକ ସମାଜବାଦ ବା ଏ ସମାଜରେ ସୁମଙ୍ଗଳ ପ୍ରତିଷ୍ଠା ମଧ୍ୟ ହୋଇଥାଏ। ଏହାକୁ ଆମେ କହିପାରିବା କ'ଣ, ରାଜନୈତିକ ଗଣତନ୍ତ୍ର ଏବଂ ଅର୍ଥନୈତିକ ଗଣତନ୍ତ୍ର ଆମେ ଏହାକୁ କହିପାରିବା।